तो समस्त नमस्कार जय जगन्नाथ आउ एक नुआ वीडियो को आपण मानक स्वागत करुच्ची आज हूँ भिडटी से कांदना आपण मैंने जो कांदना को एत सारा भल पाइबा देइछंती आपण मैंने आउ से कांदना आउ दुई पद गाइबे। हाँ आउ कांदना शुणा पूर्वर आउ टे आपण मैंने आम चैनल जब नुआ अच्छा ताल निहाती गोटे गोटे सब्सक्राइब कर दिंतु शेयर कर दिंतु। आउ हाँ फास्ट रु लास्ट पर्यंत भिडियोटा को देखा स्किप कले कि जानीपारे आउ चलते शुणा तांकर से दुख भरा कोह भरा कांदणारू नानी कंठर दीपद नानी स्टार्ट नानी को मन पड़े मैंने कौ कांदणाटा से कांदे पुओ ये बसिक हसुंट नानी मन पड़ुनि बोली आउ नानी भी ये हसुंट कौ कांदना कौ कांदना गुणगुण माने सब बेले गुणगुण गुणगुण माने एंती गीत तांकर चलथिबो काच गिलासरे कंचा नीतियानी तुलसी मूल रे किए थोइला लो हे मनुआ बहू सखी मेल रे मो माता कोल रे राजनर रे राणी हंसपुरे झिया अच्छी बोली से कुंस आगरे किए कहला लो मनुआ बहू नड़िया गछरे सरू चरलो मनुआ बहू मु छाड़ी जाऊची राजनर मनुआ बहू तोर डाक जेबे करने पड़ल मनुआ बहू लुहार पाचिरी भांगिया सैल मनुआ बहू ए चालुणी रे बाली चलाउथिली मनुआ बहू तोर बाइया खेलाउथिली मनुआ बहू चालुणी रे बाली चला सरिला मनुआ बहू तोर बाइयार खेल बढ़िया लगे सब तो भल लगे सब कांदना भल लगुच माने मन पूरा छुई जाऊँगी ये कांदना कहीं माने सरस्वती सप्तशती प्रकृति पूरा कांदी पकड़ जितेटा कांदना कांदुंट सी भी कांदी पकाउछंती है आउ एड़ाक सब छपी 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 जाऊँगी ना एड़ाक पुराणा स्मृति सेतिकी मन अच्छी बोली माने नानी कहते जे 70 वर्ष होलानी कि 70 वर्ष एत कथा मन रखिंट जे माने मो मुंड भी माने कौन हो जाऊँ माने एत कथा सी मन रखिंट कांदना गुड़ा है बेलर कांदना शुणाइले पिले कांदना तो शुणिल छांद टिके शुणिब फ्रेंड मानू पचार छांद टिके कहबी हाँ से कथा कहि दांडरे सुभिला राम कृष्ण बेनी भाई अपुर आसीछि तांकु धरी नेबा पाई राजा पर जा सहिते सज होई थाओ काली चली बा प्रभाते करिछि सायक पूजा कंस वीरमणि अनेक देशरू आसिबे नृत्यमणि ताहा देखिबार पाई तेणु करी कंस दूत अच्छी पठियाई
ମନେ ପଡୁନି। ଛାନ୍ଦ ହଁ ମୁଁ ଛାନ୍ଦ କାହିଁ ଆସିଲି ମାନେ ସାନକୁ ସେଠି ନିଦ ଲାଗିଲା ପରେ ଶୋଇ ଯାଉଛି ସେଥିଲାଗି ମୋତେ ହସ ଲାଗିଲା ହେଲା। ତ ଫ୍ରେଣ୍ଡ ସମସ୍ତେ ଶୁଣିଲେ ଗୋଟେ ସୁନ୍ଦର ଛାନ୍ଦ। ପୁଣି କାଲିକି ଆଉ ବହୁତ ଭଲ ନୂଆ ନୂଆ ଲାଗିଲା। କ'ଣ ଥିବ। ହଉ କାଲିକି ରଖିବା ଆଉ ଟିକେ ନୂଆ ନୂଆ କ'ଣ ଭାବିକି ରଖିଥିବା କାଲିକି କିଛି କାଲିକି ଅଛି। ଶୁଣେଇବେ ନାନୀ କାଲିକି ଟିକେ ସୀତା ଚୋରି ସୀତାଙ୍କ ଶୋକ ଏଇ ଭିତରେ କାଲି ପଡିବ। ମାନେ ସବୁ କଥା ନାନୀଙ୍କର ମନେ ଅଛି ସବୁ କଥା ମାନେ ରାମାୟଣ ବିଷୟରେ ତମେ ଯାହା ବି ପଚାରି ପାରିବ ରାମାୟଣ ବିଷୟରେ ମାନେ ସବୁ କିଛି ଶୁଣେଇ ପାରିବେ କାହିଁକି ନା ଏଇ ବିଷୟରେ ଶୁଣେଇ ଶୁଣେଇକି ଆମକୁ ଗୋଟେ ରାତି ମାନେ ଦିଟା ରାତି କରିଦେଲେ ମାନେ ଶୁଣି ଶୁଣିକି ଆମକୁ ଭଲ ଲାଗିଲା ବହୁତ ରାମାୟଣ କଥା ନେଇକି କ'ଣ କହିଲ ଆଉ ସେ ଗୀତଟା ଗାଇଦେବି। ଆଉ କେଉଁ ଗୀତ କାହିଁ ରାମ ଗାଇଦିଅ। ରାମ ପରି ରାଜା ନାହିଁ କାହିଁ ସୀତା ସୀତା ପରି ସତୀ ନାହିଁ ଲକ୍ଷ୍ମଣ ପରିକା ଭାଇ ସଂସାରେ ମିଳିବେ ନାହିଁ ହନୁମାନ ପରି ଭକ୍ତ କୋଟିକେ ଗୋଟିଏ ସେହି କାହିଁ ରାମ ରାମ ପରି ରାଜା ନାହିଁ କାହିଁ ସୀତା ପରି ସତୀ ନାହିଁ। ଆଉ କହିପାରିବି ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀରାମ ଜଗନ୍ନାଥ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀ ଜଗନ୍ନାଥ। ଏତେ କଥା ମନେ ରଖିଛ ଏତେ କଥା ମାନେ ମୁଁ ଆଉ ଗୋଟେ କାଲି ଗୋଟେ ପଚାରିବି ତମକୁ ସେଇଟା କହିବ ହଁ ହେଲା। ଯାହା ମୁଁ ପଚାରିବି ମାନେ ସିଏ ତ ମତେ ସବୁ ଆଗ ଆଗ ତୁ ଶୁଣେଇଦେବି। ତ ଆଇଷ କାରଣ 22 ବୁଢ଼ୀ ଯେ ତୁ ସବୁ ମନେ ରଖିଛୁ ମୁଁ ତୁ ମତେ ମୁଁ ତାଙ୍କ ସାଥିରେ ଆସିକି ଚୁଡ଼ା କୁଟିଛି ହଁ। ହେଲା ସିଏ ଯେତେବେଳେ ଛୋଟ ଥିଲେ ମୁଁ ଆସିକି ତାଙ୍କ ହଁ। ପାଖରେ ଆଉ? ଏଇ ଢିଙ୍କିଟା ଯୋଉ ପଛପଟ ଅଛି ନା ଏଇ ଢିଙ୍କିଟା କୁଟା ହେଇ ଆମର ଏଇଠି ଚାଳ ଘର ଥିଲା ଏଇ ଘର ନଥିଲା ଚାଳ ଘର ଥିଲା ଏଇଠି ଗୋଟେ ଚାଉଳିଆ ଗଛ ଥିଲା ଅଗଣାରେ ଚାଉଳିଆ ଗଛ ନଥିଲା ଚାଉଳିଆ ଗଛ ବଡ ଚାଉଳିଆ ଗଛ ଥିଲା ଏଇ ଚାଉଳିଆ ଗଛ ନଥିଲା ମୁଁ ଆସିନଥିଲି ଟଗର ଗଛ ଥିଲା ଚାଉଳିଆ ଗଛ ସଜନା ଗଛ ନଥିଲା ହଁ। ହଁ। ଆମ ଘରେ ଗୋଟେ କୁଣ୍ଡ ତଳେ ନାଗ ସାପ ରହୁଥିଲେ ସଦାବେଳେ ଆମ ଇଷ୍ଟ ଦେବତା ସଦାବେଳେ ଆମେ ଗୋଟେ କୁଣ୍ଡ ତଳେ ରହୁଥିଲୁ। ହଁ ଆମର ଆଉ ଆମର କ'ଣ 8 ମାଣେ ଜମି ଆମର ଖାଉଛୁ ତାଙ୍କର ତାର କହିଲେ ଲୋକନାଥଙ୍କର 8 ମାଣେ ଜମି ଆମେ ଖାଉଛୁ 8 ମାଣେ ଜମି ଖାଉଛୁ ପ୍ରତି ବର୍ଷ ଚୁଡ଼ା କଦଳୀ ଭୋଗ ହବାକୁ ଯାଉଛି ପ୍ରତି ବର୍ଷ ଚାଚେଙ୍ଗା କାହିଁକି ଯଦି ତମେ ଧର ନେଇନା ଏ ବର୍ଷ ନେଇନଟି ଡେରି ହେଇଗଲା ବାରି କଦଳୀ ପଡ଼ିଥିବ କାନ୍ଦି ବାରିଆଡ଼େ ଧାନ ନୂଆ ଧାନ ଆସିବ ଏ କଦଳୀ କଟା ହବ ଲୋକନାଥଙ୍କ ଠିକି ଯିବ ଯଦି ତମେ ନ ନେଇଛ ଡେରି ହେଇଗଲା ଘରକୁ ସଳକେ ପଶି ଆସିବେ ପଶି ଆସିକି ଶିଶୁଳି ମାରିବେ ଆମେ ସମସ୍ତେ ଦୌଡ଼ି ଯିବୁ କୋଉଠି କ'ଣ ଶବ୍ଦ ଶୁଣିଲା ଦେଖିଲା ବେଳକୁ ମହାପୁରୁ ଆଇଥିବେ ମୋ ବୋଉ ବାପା ଆମେ ସବୁ ଭାଇ ଭଉଣୀ ଆମେ ସବୁ ଥିବୁ ସେ କ'ଣ ତ ହଳଦୀ ପାଣି ଦେଇକି ତାଙ୍କ ଉପରେ ପକେଇଦେବୁ ସିଏ ସେଠୁ ମୁଣ୍ଡିଆ ମାରିଦେବୁ ସମସ୍ତେ ଗୋଡ଼ରେ ମୁଣ୍ଡିଆ ମାରିଦେବୁ ଯେମିତି ମାରିଦେବୁ ସେ ତାଙ୍କ ସେ ବାଟରେ ଚାଲିଛି ଆଉ ଜାଗର ସବୁ ଜାଗରକୁ ଯାଉଛୁ ଜାଗର ଜାଳିବାକୁ ଆମର ତ କୈବ୍ରତ ସଭା ଆମେ ବେହେରାର ଆମେ କୈବ୍ରତ ସଭା ଚୁଡ଼ା କୁଟା ବେହେରା ନେଟିଂ ବୋଟିଂ ଆଣ୍ଡ ଫେସିଂ ସେମାନେ ନୁହନ୍ତି ଆମେ ହଉଛୁ କୁଟିଂ ବେହେରା ଆମେ ଚୁଡ଼ା କୁଟିଂ ସେଥିଲାଗି ଆମର ସଭା ହଉଛି କୈବ୍ରତ ସଭା ସେଠି ଆମେ ଯିବୁ ଜାଗର ଜାଳିବୁ ଚୁଡ଼ା ଆଶା ଡାଲମା ସୁଜି କ୍ଷୀରି ସବୁ ଖାଇବୁ ସେଠି ରାତି ଯାକ ଜାଗର ଜାଳିବୁ ଭୋର କାଳ କରିକି ଆସିବୁ ଗାଁ 12ଟା ପରେ ଯେଉଁ ଗାଡ଼ି ଆସେ ସେଇ ଗାଡ଼ିରେ ସେତେବେଳେ କଥା ଗୋଡ଼ ଭାଙ୍ଗିଥିଲା ଆମେ କୁଟିଂ କ'ଣ ବୋଟିଂ କୁଟିଂ ନଟିଂ ବୁଝିପାରୁନୁ ବୋଟିଂ ଫିସିଂ ମାନେ ନେଟ୍ ଅର୍ଥ ଜାଲ ବୋଟ୍ ଅର୍ଥ ଡଙ୍ଗା ଫିସିଂ ମାଛ କାଟୁଛୁ ଯୋଉ ମାଛ ଫିସିଂ ବୁଝିଲୁ ଇଂଲିଶ ତତେ କ'ଣ ବୁଝେଇବି ମୁଁ ତ ମାତ୍ର 4ର୍ଥ ଶ୍ରେଣୀ ପଢିଛି କୁଟିଂ ପୁରା ଚୁଡ଼ା କୁଟିଂ ଦେଖେ ଏଇ ଢେଙ୍କିରେ ଚୁଡ଼ା କୁଟିଂ ଇଏ ହେଲେ କ'ଣ ଆମର ବାସେଳି ପୂଜା
ଇଏ ହେଲେ ବାସେଳି ଆଉ ଘୋଡ଼ା ଘୋଡ଼ ନାଚ ଚୈତ୍ର ନୈତ୍ର ମାସରେ ଚୈତ୍ର ନୁନ୍ୟ ମା କହିଲ ମଙ୍ଗଳା ଲୋ ସର୍ବମଙ୍ଗଳା ତୁ କାକଟପୁରରେ ଘର ମାଲ ତୁ କାକଟପୁରରେ ଘର କାହୁଁ ଆଣି ଦେବି ଛେତ ମନ୍ଦାର ମା କଇଁ ଫୁଲ ବି ଯେ କର ହଁ କହୁନା କୁହ କୁହ ସେଇଟା ଆମ ଚୈତ୍ର ମାନେ ଗୀତ ଥାଏ ଆମର। ଘୋଡ଼ା ମାନେ ଏଇ ଯୋଉ ଏ ସେଇ ଚୈତ୍ର- ପଣା ସଂକ୍ରାନ୍ତି ମାନେ ନୈତ୍ର ମାସରେ ଯୋଉ ଝାମୁ ଯାତ୍ରା ଗୀତ ଏମାନେ ସବୁ ପଢାଏ ଘୋଡ଼ା ନାଚ ହୁଏ। ହଁ ଘୋଡ଼ା ନାଚ ସେଇଥିରେ ଘୋଡ଼ା ନାଚ ଚୈତ୍ର ନୁନ୍ୟ ଆମର ଘୋଡ଼ା ନାଚ ଭଲ ଘୋଡ଼ା- ଲାଗେନି ଆମର ଶୁଣିବା ଘୋଡ଼ା ପାଇଁକା ହୁଏ। ହଁ ଆମର ଏଇଠି କୃଷ୍ଣ ସବୁ ନାହିଁ ସେତେବେଳେ ସବୁ ଘୋଡ଼ା ନାଚ ଏଠି ଆମ ମାମୁଁ ଘର ଗାଁରେ ବା ପୁରୀରେ ଦଶହରା ହଉଛି ମାମୁଁ ଘର ଗାଁରେ ବଳଙ୍ଗାରେ ହଉଛି ଘୋଡ଼ା ନାଚ କରନ୍ତି। ବଳପୁରରେ ହଉଛି ଏଠି ହଉଛି ହଉଛି କେତେ ଜାଗାରେ ହଉଛି କେତେ ଜାଗାରେ ହଉଛି ସିଏ ବାସଳି ପୂଜା ପ୍ରଥମ ଦିନଠୁ ନାଇଁ ସେ ଘୋଡ଼ା ନାଚଟା ଟିକେ ଆରମ୍ଭ ଭଲ ହବ। ଲାଗୁଥିଲା ଏଇନା ଆଁ? ଆଉ ଟିକେ ଟିକେ ଘୋଡ଼ା ନାଚର ବୋଲି ଟିକେ ଘୋଡ଼ା ଭଲ ନାଚ ଲାଗୁଥିଲା ଏଇନା ହୁଏ। ବଢିଆ ଲାଗୁଥିଲା ଏଇନା ଆମ ବୋଲ ନା ଆଉ କୁଟୁମ୍ବ ଟିକେ ନା। ଆମେ କୁଟିବୁ ମା ମଙ୍ଗଳା ଲୋ ସର୍ବମଙ୍ଗଳା ତୁ କାକଟପୁରରେ ଘର ମାଲୋ ଓ କାକଟପୁରରେ ଘର କାହୁଁ ଆଣି ଦେବି ଛେତ ମନ୍ଦାର ମା କଇଁ ଫୁଲେ ବି ଯେ କର ଟା ଟା ବଢିଆ ଟା ବଢିଆ ବାଜା ବାଜୁଛି ଟା ସିଏ। ଟା ଟା ବାଜା ବାଜୁଛି ଅଧା କାଇଁ ରହିଯାଉଛ କହିବ ମ୍ୟୁଜିକ୍ ବାଜେ ଆଉ। ହଁ ମ୍ୟୁଜିକଟା ଭଲ ଲାଗେନି ଝୁମକା ଘୋଡ଼ା ନାଚଟା ବାଜେ। ଆଉ ବଢିଆ ଲାଗେ ଶୁଣିବାକୁ ନା ସବୁ ନା। ଶୁଣିବାକୁ ଭଲ ଲାଗେନି ନାନି ଘୋଡ଼ା ନାଚ ସେଇଟା? ଗୀତଟା ଭଲ ଲାଗେ ହଁ, ଶୁଣିବାକୁ। ଘୋଡ଼ା ନାଚ ଗୀତଟା ବଢିଆ ଲାଗେ ଶୁଣିବାକୁ। ଏଇଠି ବସି ବସି ଆମେ 3ଟା ଭିଡ଼ିଓ କରିସାରିଲାଣି ମାନେ ଗୋଟିଏ ଲୁଗାରେ କଣ କରିବେ ଲୁଗା ଚେଞ୍ଜ କିଏ କରୁଛୁ ବୁଢୀ ମଣିଷ ହେଲୁ ଆଉ ତମେ ଇଏ ଲୁଗାର କିଛି ଭ୍ୟାଲୁ ନାହିଁ ଏଇ ଲୁଗା ଚିରାକ ନ ହେଲେ ବି ଯଦି କଣ୍ଠଟା ଅଛି କହିପାରୁଛ ମାନେ ଲୋକଙ୍କୁ ଖୁସି କରିପାରୁଛ ସେତିକିରେ ଖୁସି ଇଏ ଚେହେରା ସଜେଇଲେ କ'ଣ ହବ ଥିଲେ ଠାଉ ପଛରେ ରୂପ ହଜାର ବିବେକ ନଥିଲେ ସବୁ ଓଷା କ'ଣ ଅଛି ସବୁ ନାନୀ କହିଦେଲେ ହେଲା ଏଇ କୋଉ ଲୋକ ଗୋଟେ ଚାଉଟଟା ପକେଇଦେଲେ ଲାଷ୍ଟ ହସୁଛୁ କାହିଁକି ସରି ଭୁଲି ଯାଇଛି ସେଇଆ ଏଇଆ କହ ମୋ ଭୁଲ ହେଇଗଲା ମୁଁ ତୋ ବୋଉ ନା ତୁ ମୋ ବୋଉ ବା ମୁଁ ବା ତମ ବୋଉ ବୋଉ ବୋଲି କ'ଣ କେମିତି ମୁଁ ବୋଉ ବୋଲି ଟିକେ ହସିବିନି ହଁ ଆଉ ଆମେ ପିଲାଦିନେ ମୁଁ ଏତେ ଚୁଡ଼ା ପୁରା ଫୁଟିଛି ତମକୁ ସବୁ ମଣିଷ କରିଛି ବଡ଼ ମଣିଷ କରିଛି କରିଛି ଆଉ ଆଁ? ଟେଟରେ ଓଦା ଖନା ପକେଇକି ଆମକୁ ମଣିଷ କରିଥିଲା ତୋରାଣୀ ପିଇବାକୁ ଦେଇକିରି ଚୁଡ଼ା କୁଟି କୁଟି ତୋରାଣୀ ପେଇବାକୁ ଦେଇ ବଡ଼ କଲି ଆଜି କହୁଛନ୍ତି କ'ଣ ନା କାଟିଲା ଆଉ ପୁଟିଂ ଆଉ ଆଜି ସିଏ କହୁଛନ୍ତି ପୁଟିଂ ତତେ ହେଲା କିଏ ପଚାରିବ ଆମେ କି ବେହେରା ହଁ, କୁଟି। ଆମେ ପୁଟିଂ ବେହେରା କୈବ୍ରତ ବେହେରା କୁଟିଂ ମାନେ ଚୁଡ଼ା କୁଟା ଆମର ବ୍ୟାକେଟ୍ ଦିହରେ ଅଛି ନା ଆଉ ହଉ ଆପଣମାନେ ଆଜି ପାଇଁ ଭିଡ଼ିଓଟି ଏଇଠି ରଖିଦେଉଛି କାହିଁକି ନା ଭିଡ଼ିଓଟା ଲମ୍ବା ହେଇଗଲା ଆପଣମାନେ ଦେଖିବେନି ସ୍କିପ୍ କରିଦେବେ ଆଉ ଭିଡ଼ିଓଟିକୁ ଆପଣମାନେ ଯଦି ଲାଷ୍ଟ ଯାଏଁ ଦେଖିଛନ୍ତି ବହୁତ ଧନ୍ୟବାଦ ଆଉ ଆମ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ସେୟାର ମଧ୍ୟ କରିଦିଅନ୍ତୁ ଆପଣମାନେ ଯେମିତି ଜାଣିପାରୁଛନ୍ତି ଦେଖୁଛନ୍ତି ଆଉ ଆପଣଙ୍କ ସାଙ୍ଗମାନେ ବି ଦେଖିପାରିବେ ନାନୀ ଯେଉଁ ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଶୁଣେଇଲେ ଘୋଡ଼ା ନାଚ ବିଷୟରେ ଆଜି ତ ବହୁତ କିଛି ଶୁଣେଇଲେ ଆଜି ବି ମୋତେ ବି ଭଲ ଲାଗିଲା ଆପଣମାନଙ୍କୁ ବି ନିହାତି ଭଲ ଲାଗିବ ମୁଁ ଆମର କୋଉ ଆଶା ଜାତି ବି କରୁଛି କହିଲେ ହଁ ଆମର ବି ଆଜି ବି ଏଠି କେଉଁ କୁଟିଂ ଜାତି ବି କହିଦେଲେ ଆପଣମାନଙ୍କୁ ଆମେ ତ ଆମେ କହିଥିଲୁ ଚାରି ଜାତି ହେଲେ ଚାରି ଜାତି ଆଜି ବେହେରା ଚାରି ଜାତିରେ ଆମେ ହେଲୁ କୁଟିଂ ଆମେ ହେଲା କୁଟିଂ ଚୁଡ଼ା କୁଟା ସିଏ ଜାଣିପାରିଲେନି କୁଟିଂ କ'ଣ ନାନୀ କହୁଛି ବୁଝେଇକି ସେଇଥିପାଇଁ କହିଲି ଚୁଡ଼ା ସିଏ କୁଟା ବି କହିଲେ ସେ କଥା ଯେ କୁଟିଂ ଚୁଡ଼ା କୁଟା ଆଉ- ବେହେରା ହଁ ଚୁଡ଼ା କୁଟା ବେହେରା ଆଉ ଆଜି ପାଇଁ ଏଇଠି ଭିଡ଼ିଓଟି ରହୁଛୁ ନମସ୍କାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ।